17 ଫେବୃଆରୀ 2026 ମଙ୍ଗଳବାର। ଏବେ ଆସନ୍ତୁ ଦେଖିବା ଆଜିର ମୁଖ୍ୟ ସମାଚାର ଓଡ଼ିଶା ଓ ଦେଶର ବଡ଼ ଖବର ଗୁଡ଼ିକରେ ନଜର ପକାଇବା। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ଚଳିତ ଥର 46 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସକାଳ 10 କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ସିବିଏସ୍ଇ ନିର୍ଦ୍ଦେଶ ଦେଇଛି। 10:30ରୁ ପରୀକ୍ଷା ଆରମ୍ଭ ହେବ, ତେଣୁ 10ଟା ସୁଦ୍ଧା ପହଞ୍ଚିବା ଜରୁରୀ ଅଟେ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନ ପହଞ୍ଚିଲେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ସ୍କୁଲ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରାମର୍ଶବଳୀ ଜାରି କରିଛି ସିବିଏସ୍ଇ। ତେବେ ମଙ୍ଗଳବାର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସବୁ ସେଣ୍ଟରରେ କଡାକଡି ଚେକିଂ ନେଇ ସୂଚନା ରହିଛି। ସେହିପରି ପରୀକ୍ଷା ପ୍ରଶ୍ନପତ୍ର 10:15ରେ ବଣ୍ଟାଯିବ। ସେହିପରି ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାନଙ୍କୁ ନିର୍ଦ୍ଧାରିତ ଅତିରିକ୍ତ ସମୟ ମଧ୍ୟ ଦିଆଯିବ। ତେବେ ପ୍ରଶ୍ନପତ୍ର ପଢିବାର 15 ମିନିଟ୍ ମଧ୍ୟରେ ଛାତ୍ରମାନଙ୍କୁ ହଇରାଣ ନ କରିବାକୁ ବୋର୍ଡ ସୁପରିଟେଣ୍ଡେଣ୍ଟ ମାନଙ୍କୁ କହିଛି। 2027 ମସିହା ଜନଗଣନା ସମ୍ପର୍କିତ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଛି। ତେବେ ଚଳିତ ବର୍ଷ ଏପ୍ରିଲ 16ରୁ ମେ 15 ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ସେହିପରି ସେନ୍ସ ପୋର୍ଟାଲରେ ଲଗ୍ଇନ୍ କରି ଆପଣ ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ ମଧ୍ୟ କରିପାରିବେ। ତେବେ ରାଜ୍ୟ ଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଗତକାଲି 2027 ମସିହାରେ ହେବାକୁ ଥିବା ଜନଗଣନା ସମ୍ପର୍କିତ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜ୍ଞା, ଆସନ୍ତା ମାର୍ଚ୍ଚ 8 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଗୋଟିଏ ମହିଳାଙ୍କ ଖାତାକୁ ଏକାଥରକେ 5,000 ଲେଖାଏଁ ପଠାଇବେ ରାଜ୍ୟ ସରକାର। ଏହି ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେହିପରି ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର 3ଟି କିସ୍ତି ଟଙ୍କା ହିତାଧିକାରୀ ମାନଙ୍କ ଖାତାକୁ ଆସି ସାରିଛି। 3ଟି କିସ୍ତିରେ ମୋଟ 15,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀ। ଏହା ସହିତ ଗତ 22 ତାରିଖରେ ନୂଆ କରି ଆବେଦନ କରିଥିବା ଏବଂ ପୂର୍ବ କିସ୍ତି ପାଇନଥିବା ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,256 ଜଣଙ୍କୁ ଟଙ୍କା ଦିଆଯାଇଥିଲା। ସେମାନେ ଏକା ସାଙ୍ଗରେ 2ଟି କିସ୍ତି ପାଇଥିଲେ। ଏକକାଳୀନ 315 କୋଟି ଟଙ୍କା ପଠାଇଥିଲେ ରାଜ୍ୟ ସରକାର। ସେହିପରି ଏଥର ମୋଟ 4,57,681 ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଭୁବନେଶ୍ୱର ଏୟାରପୋର୍ଟ ଭଳି ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ୱର ରେଳ ଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ତେବେ ହାଉସ କିପିଂ ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘରୋଇ ସଂସ୍ଥା ବୁଝିବ। ତେବେ ଆସନ୍ତା 9 ବର୍ଷ ପାଇଁ ଷ୍ଟେସନ ସୁବିଧା ପରିଚାଳନା ନିମନ୍ତେ ଇ ଟେଣ୍ଡର ମାଧ୍ୟମରେ ବିଡ୍ ଆହ୍ୱାନ କରାଯାଇଛି। ଆଗ୍ରହୀ ଘରୋଇ ସଂସ୍ଥା ମାନେ ମାର୍ଚ୍ଚ 19 ତାରିଖ ସୁଦ୍ଧା ଅନଲାଇନ ଇ ବିଡ୍ ଦାଖଲ କରିପାରିବେ ବୋଲି ରେଳଭୂମି ବିକାଶ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଭୁବନେଶ୍ୱର ବ୍ୟତୀତ ଦେଶର ଆଉ 3ଟି ରେଳ ଷ୍ଟେସନ ମଧ୍ୟ ଏହି ତାଲିକାରେ ରହିଛି। ଏହିପରି କମେଡିଆନ ରାଜପାଲ ଯାଦବଙ୍କୁ 9 କୋଟି ଟଙ୍କା ଚେକ୍ ବାଉନ୍ସ ମାମଲାରେ ମିଳିଲା ଜାମିନ। ତେବେ ପୂର୍ବରୁ କୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ଅନ୍ତରୀଣ ଜାମିନ ପାଇଁ ଅପରାହ୍ନ 3ଟା ସୁଦ୍ଧା ପ୍ରତିପକ୍ଷଙ୍କ ନାମରେ 1.5 କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁ କମ୍ପାନୀରୁ ସେ ଋଣ ନେଇଥିଲେ। ଅଭିନେତା ଏପରି କରିଥିଲେ ଏବଂ କୋର୍ଟ ତାଙ୍କୁ ମାର୍ଚ୍ଚ 18 ପର୍ଯ୍ୟନ୍ତ ଜାମିନ ମଧ୍ୟ ପ୍ରଦାନ କରିଥିଲେ। ସେହି ତାରିଖ ପରେ ପରବର୍ତ୍ତୀ ଶୁଣାଣି ହେବ। ତେବେ ରାଜପାଲ ଯାଦବଙ୍କ ଅଭିଯୋଗକାରୀଙ୍କୁ 1.5 କୋଟି ଦେବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ତାଙ୍କ ଭଣଜାଙ୍କ ବିବାହ ଫେବୃଆରୀ 19 ତାରିଖରେ ସ୍ଥିର ହୋଇଛି, ତେଣୁ ତାଙ୍କୁ ଜାମିନ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏବେ ମାର୍ଚ୍ଚ 18ରେ ହେବ। ସେ ପର୍ଯ୍ୟନ୍ତ ସେ ଜେଲ ବାହାରେ ରହିବେ। ତ ହେଉଛି ସେ ଏବେ ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ଏବଂ ଘରେ ହୋଲି ପାଳନ ମଧ୍ୟ କରିବେ। ଗତକାଲି ପୂର୍ବାହ୍ନ 11ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ତାଲିକା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି। ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଅରବିନ୍ଦ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ରୋଡମ୍ୟାପ ଉପସ୍ଥାପନା କରିଥିଲେ। ସମସ୍ତ ପ୍ରାରମ୍ଭିକ ଔପଚାରିକ ସମାପ୍ତ ହୋଇସାରିଛି ଏବଂ ପ୍ରଶାସନ ଗଣତି କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଅଧିକାରୀମାନେ ମତ ଦେଇଛନ୍ତି। ସେହିପରି ରତ୍ନଭଣ୍ଡାରର ବାହ୍ୟ ଏବଂ ଭିତର ପ୍ରକୋଷ୍ଠର ବ୍ୟାପକ ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଏଏସ୍ଆଇ ଦ୍ୱାରା କରାଯାଇଛି। ସେହିପରି ଏହି ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 95 ଦିନ ଧରି ଚାଲିଥିଲା। ତେବେ ରତ୍ନଭଣ୍ଡାରର ଶେଷ ତାଲିକା 1978 ମସିହାରେ ପ୍ରସ୍ତୁତ କରାଯାଇଥିଲା। ତେବେ ଆଗାମୀ କାର୍ଯ୍ୟକାଳରେ ଅଧିକାରୀମାନେ ନୂଆ ତାଲିକା ସହିତ ପୁରୁଣା ସମ୍ପତ୍ତିର ଗଣତି କରିବେ ବୋଲି ମଧ୍ୟ କୁହାଯାଇଛି। ଏଥିସହ ଏକ ଡିଜିଟାଲ କ୍ୟାଟାଲଗ ତିଆରି କରାଯିବ ଏବଂ ସଠିକ ରେକର୍ଡ ରଖାଯିବା ପାଇଁ ଫଟୋଗ୍ରାଫି ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡକ୍ୟୁମେଣ୍ଟ କରାଯିବ ବୋଲି କୁହାଯାଇଛି। ଚାଲନ୍ତୁ ଆଗକୁ ବଢିଆ। ସେହିପରି T20 ବିଶ୍ୱକପରେ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ। ତେବେ ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ଭାରତ ପାକିସ୍ତାନକୁ 61 ରନରେ ହରାଇଛି। ବିଜୟ ସହ ଭାରତ ଚଳିତ T20 ବିଶ୍ୱକପର ସୁପର 8ରେ ପ୍ରବେଶ ମଧ୍ୟ କରିସାରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 175 ରନ୍ କରିଥିଲା। ଜବାବରେ ପାକିସ୍ତାନ 18 ଓଭରରେ 114 ରନରେ ଅଲ୍ ଆଉଟ୍ ହୋଇଛି। ତେବେ ଭାରତ ପକ୍ଷରୁ ଇଶାନ କିଶାନ 77 ରନର ମ୍ୟାଚ୍ ବିଜୟ ଇନିଂସ ଖେଳିଥିଲେ। ଏହାପରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା
କରିପାରିନଥିଲା ପାକିସ୍ତାନ। ତେବେ ବାବର ଆଜମ ପୁଣି ଥରେ ପ୍ରମାଣ କରିଥିଲେ ଯେ ସେ T20 ଦଳରେ ସ୍ଥାନ ପାଇବାର ଯୋଗ୍ୟ ନୁହନ୍ତି, କାରଣ ବାବର ମାତ୍ର 5 ରନ୍ କରିଥିଲେ। ଉସମାନ ଖାନ 44 ରନ୍ କରିଥିଲେ ହେଁ ତାଙ୍କୁ ଅନ୍ୟ ପାର୍ଶ୍ୱରୁ କୌଣସି ସହଯୋଗ ମିଳିନଥିଲା। ସେହିପରି ସାଇନ ଆଫ୍ରିଦି 23 ରନ୍ କରି ଅପରାଜିତ ରହିଥିଲେ। ତେବେ ପାକିସ୍ତାନ ଦଳର ପ୍ରଦର୍ଶନ ଏତେ ଖରାପ ଥିଲା ଯେ ଉସମାନ ଏବଂ ସାହିନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ 20 ରନ୍ ମଧ୍ୟ ଛୁଇଁ ପାରିନଥିଲେ। ଗତକାଲି ଏନ୍ଟିଏ ଜେଇ ମେନ୍ 2026 ସେସନ 1 ର ଫଳାଫଳ ପ୍ରକାଶ କରିଛି। ତେବେ ଏହି ପରୀକ୍ଷା 13ଟି ଭାଷାରେ କରାଯାଇଥିଲା ଏବଂ 13 ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ମଧ୍ୟ ଦେଇଥିଲେ। ତେବେ ଜେଇ ମେନ୍ ପେପର 1 ରେ 12 ଜଣ ପ୍ରାର୍ଥୀ 100 ଏନ୍ଟିଏ ସ୍କୋର ହାସଲ କରିଛନ୍ତି। ଆଉ ଏହି 12 ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ଭାବେଶ ପାତ୍ର ଜଣେ ରହିଛନ୍ତି। ଏହିପରି ଆଜିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ପୂର୍ବାହ୍ନ 11:30ରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସରକାରୀଙ୍କ ମୁଖ୍ୟ ସଚେତକଙ୍କ ସହିତ ଓ ବିଜେଡିର ମୁଖ୍ୟ ସଚେତକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଉପସ୍ଥିତ ଥିଲେ। ତେବେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନରେ 29ଟି କାର୍ଯ୍ୟ ଦିବସ ରହିଛି। ସେହିପରି ଆଜି ଚଳିତ ମାସ 24 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବିଧାନସଭା ଅଧିବେଶନ ଚାଲିବ। ସେହିପରି ମାର୍ଚ୍ଚ 9 ରୁ ଏପ୍ରିଲ 8 ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ହେବ। ସେହିପରି ଆଜିଠୁ ବିଧାନସଭା ଆରମ୍ଭ ହେବା କ୍ଷଣି ସରକାରଙ୍କୁ ଘେରିବାକୁ ବିଜେଡି ଓ କଂଗ୍ରେସ ସଜବାଜ ଚଳାଇଛନ୍ତି। ତେବେ ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନ ଶୃଙ୍ଖଳା, ପୋଲାଭରମ, ମହାନଦୀ, ପିୟୁସି ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବ କଂଗ୍ରେସ। ସେହିପରି ଅନ୍ତଃରାଜ୍ୟ ବିବାଦ, ମହିଳା ହିଂସା, ଧାନ ସଂଗ୍ରହ, ବେରୋଜଗାରୀ, ପିୟୁସିର ନୂଆ ନିୟମ, ମିଲସ୍ ଓ ସରକାରଙ୍କ ମଧୁ ଚନ୍ଦ୍ରିକା ଓ ଆଙ୍ଗନବାଡିରେ ଜାତି ପ୍ରଥା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଚଳାଇଛି ବିଜେଡି। ଅନ୍ୟପଟେ ବିରୋଧୀଙ୍କ ସବୁ ବିରୋଧରେ ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ତେବେ ଶାସକ ବିରୋଧୀଙ୍କ ତୁ ତୁ ମେ ମେ ଭିତରେ ପୂର୍ବଥର ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ସେଥିପାଇଁ ବଜେଟ ଅଧିବେଶନ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ଚାହୁଁଛନ୍ତି। ଗୃହରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। ଏହିପରି ଗତକାଲି ଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆରମ୍ଭ ହୋଇଛି। ସେଥିରେ ଓଡ଼ିଶା ସରକାର ଭାଗ ନେଇ ରାଜ୍ୟର ଏଆଇ କୌଶଳ ଉପସ୍ଥାପନା ମଧ୍ୟ କରିବେ। ସମ୍ମିଳନୀରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପାଭିଲିୟନ ସ୍ଥାପନ କରାଯାଇଛି, ଯେଉଁଥିରେ ରାଜ୍ୟ ସରକାର ଓଡ଼ିଶାରେ ଏଆଇ ବିକାଶ ଏବଂ ଓଡ଼ିଶା ଏଆଇ ନୀତିରେ ଥିବା ସୁବିଧା ସୁଯୋଗ ଗୁଡ଼ିକ ଉପସ୍ଥାପନା କରି ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରିବେ। ସେହିପରି ରାଜ୍ୟବ୍ୟାପୀ ଏଆଇ ମୁତୟନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଏଆଇ ନୀତି 2025 ଘୋଷଣା କରାଯାଇଛି। ଆଇଟି ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ଆଇଟି ସେଲ୍ ମଧ୍ୟ ଗଠନ କରାଯାଇଛି। ତେବେ ଓଡ଼ିଆ ଭାଷା ଆଧାରିତ ଏଆଇ ସମାଧାନ ବିକାଶ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଭାଷିନୀ ସହ ବୁଝାମଣା ମଧ୍ୟ କରାଯାଇଛି। ରାଜ୍ୟର ସବୁ ନାଗରିକଙ୍କ ପାଖରେ ଏଆଇ ସମାଧାନ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସେହିପରି ଗତକାଲି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଓର ଏଆଇ ପାଭିଲିୟନ ପରିଦର୍ଶନ କରିଛନ୍ତି। ସେ ଜିଓ ଦ୍ୱାରା ବିକଶିତ ବିଭିନ୍ନ ଏଆଇ ଆଧାରିତ ମଡେଲ ଏବଂ ସମାଧାନ ବିଷୟରେ ଅବଗତ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ଜିଓ ଇଣ୍ଟେଲିଜେନ୍ସ, ଜିଓ ସଂସ୍କୃତି ଏଆଇ, ଜିଓ ଆରୋଗ୍ୟ ଏଆଇ, ଜିଓ ଶିକ୍ଷା ଏବଂ ଜିଓ ଏଆଇ ହୋମ ପରି ମଡେଲ ଗୁଡ଼ିକ ବୁଲି ଦେଖିଥିଲେ। ଏହି ଅବସରରେ ଆକାଶ ଅମ୍ବାନୀ କମ୍ପାନୀ ଦ୍ୱାରା ବିକଶିତ ହେଉଥିବା ଏଆଇ ଇକୋସିଷ୍ଟମ ଏବଂ ତାହାର ବିଭିନ୍ନ ଉପଯୋଗ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ସେହିପରି ଜିଓ ଦୀର୍ଘ ସମୟ ଧରି ସମସ୍ତଙ୍କ ପାଇଁ ଏଆଇ ଲକ୍ଷ୍ୟକୁ ଗୁରୁତ୍ୱ ଦେଇ ଆସୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୂର୍ବରୁ କହିଥିଲେ ଯେ ପ୍ରଯୁକ୍ତିର ବାସ୍ତବ ଲାଭ ସେତେବେଳେ ମିଳିଥାଏ ଯେତେବେଳେ ଏହା ବ୍ୟାପକ ଭାବେ ସାଧାରଣ ଲୋକଙ୍କ ପାଖରେ ଉପଲବ୍ଧ ହୋଇଥାଏ। ଏହି ଚିନ୍ତାଧାରା ଅନୁସାରେ ଜିଓ ସମସ୍ତଙ୍କ ପାଇଁ ଏଆଇ ଲକ୍ଷ୍ୟରେ କାମ କରୁଛି। ସେହିପରି ଦେଶରେ ଏକ୍ସପ୍ରେସୱେ ଏବଂ ହାଇସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ ଏକ ଦଶନ୍ଧି ଧରି ରାଜପଥ ନିର୍ମାଣ କ୍ଷେତ୍ରରୁ ଦୂରେଇ ରହିଥିବା ଘରୋଇ ପୁଞ୍ଜି ନିବେଶକାରୀଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ସରକାର ନୂଆ ନିୟମ ପ୍ରଣୟନ କରୁଛନ୍ତି। ତେବେ ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଟୋଲ ଟ୍ୟାକ୍ସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ 2027 ଆର୍ଥିକ ବର୍ଷ ସୁଦ୍ଧା ଘରୋଇ କମ୍ପାନୀ କ୍ଷେତ୍ର ମାଧ୍ୟମରେ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ କରାଯାଇଛି। ତେବେ ବର୍ତ୍ତମାନ ହାଇୱେ ନିର୍ମାଣରେ ଘରୋଇ ନିବେଶ ମାତ୍ର କିଛି ପ୍ରତିଶତ ରହିଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ଏହାକୁ 25% ବୃଦ୍ଧି କରିବାକୁ ମୋଦି ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ସେହିପରି ପୂର୍ବରୁ ପ୍ରଚଳିତ ବିଓଟି ଟୋଲ ମଡେଲକୁ ପୁଣି ଥରେ ସକ୍ରିୟ କରାଯାଉଛି, ଯେଉଁଥିରେ ନିବେଶକାରୀ ମାନେ ଟୋଲ ସଂଗ୍ରହ ମାଧ୍ୟମରେ ନିଜର ଖର୍ଚ୍ଚ ଭରଣା କରିପାରିବେ। ତେବେ ପୂର୍ବରୁ ବ୍ୟୁରୋକ୍ରାଟିକ ବିଳମ୍ବ ଏବଂ ରାଜସ୍ୱ ହାନି ଭୟରେ ପୁଞ୍ଜି ନିବେଶକାରୀ ମାନେ ପଛଘୁଞ୍ଚା ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ବଜେଟରେ ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି
ଫାଣ୍ଡି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ନିବେଶକାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇଛି। ସେହିପରି ଚଳିତ ବର୍ଷ ବଜେଟରେ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ 12 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଆସନ୍ତା 10 ବର୍ଷ ମଧ୍ୟରେ ଦେଶର ହାଇସ୍ପିଡ୍ ରୋଡ୍ ନେଟୱାର୍କକୁ 5 ଗୁଣା ବୃଦ୍ଧି କରିବାକୁ ଯୋଜନା ରହିଛି। ସେହିପରି ଅଭିନେତା ସଲମାନ ଖାନଙ୍କ କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି। ଗତକାଲି ରାଜସ୍ଥାନ ହାଇକୋର୍ଟରେ ଏହି ମାମଲା ସହିତ ଜଡିତ ଆବେଦନ ଗୁଡିକର ଶୁଣାଣି ହେବାର ଥିଲା, ହେଲେ ବିଚାରପତି ଏହି ଆବେଦନ ଗୁଡିକର ଶୁଣାଣି କରିବାକୁ ମନା କରିଦେଇଥିଲେ ଆଉ ନିର୍ଦ୍ଦେଶ ଦେଇଥିଲେ ଯେ ଏହି ମାମଲା ଶୁଣାଣି ଅନ୍ୟ ଖଣ୍ଡପୀଠରେ କରାଯାଉ ବୋଲି। ସେହିପରି ଏହି ମାମଲାରେ କେବଳ ସଲମାନ ଖାନ ଅଭିଯୁକ୍ତ ନୁହନ୍ତି, ବରଂ ସୈଫ ଅଲ୍ଲୀ ଖାନ ଏବଂ ଅନ୍ୟମାନଙ୍କ ପକ୍ଷରୁ ମଧ୍ୟ ଏହି ମାମଲାରେ ଏକ ଆବେଦନ ବିଚାରାଧୀନ ଅଛି। ସେହିପରି ସଲମାନ ଖାନ 2018ରେ ଦିଆଯାଇଥିବା 5 ବର୍ଷର ଦଣ୍ଡାଦେଶ ବିରୋଧରେ ଆବେଦନ ଦାଖଲ କରିଥିଲେ। ତେବେ ଏହି ସମସ୍ତ ଆବେଦନ ଗୁଡିକର ଶୁଣାଣି ଏବେ ରାଜସ୍ଥାନ ହାଇକୋର୍ଟର ଏକ ଅନ୍ୟ ଖଣ୍ଡପୀଠ କରିବ। ଏହିପରି ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର ସମୟରେ କୁହୁଡି ଓ ଦିନରେ ଖରା ତାତି ଅନୁଭବ ହେଉଛି। ଉତ୍ତର ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 6 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିବା ବେଳେ କିଛି ସ୍ଥାନରେ ଦିନର ତାପମାତ୍ରା ପ୍ରାୟ 2 ରୁ 4 ଡିଗ୍ରୀ ମଧ୍ୟ ବଢି ସାରିଛି। ତେବେ ଗତ 24 ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ରହିଥିଲା। ତେବେ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ ଏବଂ ବାଲେଶ୍ୱର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ସୂଚନା ଦିଆଯାଇଛି।